ସର୍ବନାଶରେ ଯାହା ବିଶ୍ୱାସ ମୁଁ ତାର ହେଇଯାଏ ଦାସ। ତଳେ ଅସଲ କଥା ଅଛି। ଏଣୁ ସର୍ବନାଶ ଆସୁ ବିପତ୍ତି ଆସୁ ଯଦି ଭକ୍ତର ଇଚ୍ଛା ଶକ୍ତି ଦୃଢ ଅଛି ଭକ୍ତି ଭାବନା ଠିକ ଅଛି ହେମା କୌଣସି ବିପତ୍ତି ତାକୁ ହଲେଇ ପାରିବ ନାହିଁ। କାହିଁକି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଭାଷାରେ କଳ ଦୁଃଖଟି ପ୍ରଭୁର କଷଟି ପାଷାଣରେ କଷଟି ପାଷାଣରେ କଷଟି ପାଷାଣ ପରଖନ୍ତି ଯାଇ ଭର ହୃଦ ଟାଣ ପରଖନ୍ତି ଯାଇ ଭର ହୃଦ ଟାଣରେ ଭର ହୃଦ ଟାଣ ପରଖନ୍ତି ଯାଇ ଭର ହୃଦ ଟାଣ। ଦୁଃଖଟା କଣ ନା ପ୍ରଭୁର କଷଟି ପାଷାଣ। ପ୍ରଭୁ ପରୀକ୍ଷା କରନ୍ତି ନିରବଚ୍ଛିନ୍ନ ଭାବରେ ସବୁ ଭକ୍ତ ମାନଙ୍କୁ। ଆ ଭିତରେ ଭକ୍ତି ଭାବନା କେତେ କାହା ମାଧ୍ୟମରେ ମା ନା ଏଇ ଦୁଃଖ ମାଧ୍ୟମରେ। ଯଦି ଦୁଃଖକୁ ସହି ଭକ୍ତଟିଏ ଅବିଚଳିତ ଭାବରେ ପ୍ରଭୁଙ୍କ ପାଖରେ ସମର୍ପିତ ହେଲା ହେ ଠାକୁର ମୋର କଣ ଅଛି ଏ ସଂସାରରେ। ଆମର ଆଜ୍ଞା କିଛି ଅଛି କିଛି ଆମେ ଆଣିକି ଆସିଥିଲେ କିଛି ନେଇକି ଯିବା ଯଦି ଆମେ କିଛି ଆଣିନେ କି କିଛି ନେଇକି ନ ଯିବା ତାହେଲେ ଆମର କଣ ଅଛି ସବୁ ତୋର। ରଖିଲେ ରଖିବୁ ମାରିଲେ ମାରିବୁ। ଇଏ ଭଳି ଭାବକୁ ଯିଏ ପୋଷଣ କରେ ପ୍ରଭୁ କହିଲେ ସର୍ବନାଶରେ ଯା ବିଶ୍ୱାସ ମୁଁ ତାର ହୋଇଯାଏ ଦାସ। ସର୍ବନାଶକୁ ଯିଏ ସ୍ୱାଗତ କରେ ହେ ପ୍ରଭୁ ତୋ ଲିଆ ଯାହା ପୂର୍ଣ୍ଣ ହଉ। ସେ ପର୍ଯ୍ୟନ୍ତ ଧୈର୍ଯ୍ୟ ରହିଲେ ତ ମୁଁ ସେଇଠି ତ ରହିଛି କଥା। ରହୁନି ମୁଁ କରିବି କଣ ଅସମାନ ହଉଛି। ତେବେ ମଙ୍ଗଳାଚରଣ ଏ ମଙ୍ଗଳ ଦେବେ ପ୍ରଭୁ ସେତିକି ବେଳେ ଯେତେବେଳେ ପ୍ରଭୁ ଉପରେ ଆମର ବିଶ୍ୱାସ ପଳେଇ ଆସିବ। ବିଶ୍ୱାସ କେତେବେଳେ ଆସିବ ଆଜ୍ଞା ମୁଁ ଏବେ ପର୍ଯ୍ୟନ୍ତ ଆପଣଙ୍କୁ ନେଇନି ମୋ ପୁରାଣ ଭିତରକୁ କି ବାଟକୁ ଯାଇନି ପାଲା ଭିତରକୁ ପଶିନି। ମଙ୍ଗଳାଚରଣ ଟା କଣ ତାରି କଥାଟିକୁ ଟିକେ ସମାଧାନ କରିବା ପାଇଁ ଏତେ ବାଟ ପଳେଇ ଆସିଛି। ମହାବାତରେ କହିଲେ ମଙ୍ଗଳ ପାଇବୁ କେତେବେଳେ ଆଚରଣ। ଆଚରଣ କହିଲେ କଣ ଆଜ୍ଞା ନା ବ୍ୟବହାର କାର୍ଯ୍ୟ ଦକ୍ଷତା। ନିଜର ବ୍ୟବହାର ଆଉ କାର୍ଯ୍ୟ ଦକ୍ଷତାକୁ ଆଗ ଠିକ କର। ଏମିତି ତ କହିକି ସମସ୍ତେ ପାରି ପାଇଯାଇଛନ୍ତି। ଶୁଣ ଶୁଣ କହିଲେ ମଧୁର ବିନୟ ବଚନ କହିତ ଶିବ ଜାନ ମନ କହିତ ଶିବ ଜାନ ମନ କହିତ ଶିବ ଜାନ ମନ। କହିଲେ ହୃଦୟ ଭିତରେ ଦୟା ଭାବକୁ ସ୍ଥାନ ଦେଇ ହେ ମୋର ଧୀମନ୍ତ ମଣ୍ଡଳୀ ଭଗବାନଙ୍କ ପାଖରେ ଯିଏ ନିଜକୁ ସମର୍ପି ଦିଏ କାୟ ମନ ବାକ୍ୟରେ ପ୍ରଭୁ ତା ପାଇଁ ଦାସାନୁଦାସ ହେଇଯାଆନ୍ତି। କହିଲେ ସର୍ବନାଶରେ ଯାହା ବିଶ୍ୱାସ ମୁଁ ତାର ହେଇଯାଏ ଦାସ। ଏଣୁ ସର୍ବନାଶରେ ବିଶ୍ୱାସ ରଖି ହାତ ଟେକି ଦେଲା ଦ୍ରୌପଦୀ ପ୍ରଭୁ ବସ୍ତ୍ରାବତାର ହେଇଗଲେ। ସେଦିନ ବାପା ପାଖରେ ମୁଣ୍ଡ ନୁଆଇ ଦେଇଛି ପ୍ରହ୍ଲାଦ। ଖୁଣ୍ଡ ଭିତରୁ ଖମ୍ବ ଭିତରୁ ବାହାରିଲେ ନରସିଂହ। କାହିଁକି ନା ବିଶ୍ୱାସ ଥିଲା ପ୍ରଭୁ ଉପରେ ମାରିଲା ବାଲା ସିଏ ଆଉ ରଖିଲା ବାଲା ସିଏ। ଯଦି ସିଏ ମାରିବ ତାହେଲେ ଜଗତରେ କେହି ହେଲେ ରଖିପାରିବେନି। ଯଦି ସିଏ ରଖିବ କେହି ମାରିପାରିବେନି। ଏଣୁ ମଙ୍ଗଳାଚରଣ କଣ ମଙ୍ଗଳାଚରଣ ନା ଆଚରଣରେ ମଙ୍ଗଳଙ୍କୁ ସ୍ଥାନ ଦବ। ସର୍ବଜନ ହିତାୟ କାର୍ଯ୍ୟକୁ ନିଜ ଭିତରେ ସ୍ଥାନ ଦବ। ମହାପାତ୍ରେ କାହିଁକି ନା ନ ସ୍ଥିରଂ ଜୀବିତୈ ଲୋକେ ନ ସ୍ଥିରଂ ଯୌବନଂ ଧନଂ ନ ସ୍ଥିରଂ ପୁତ୍ରୋଦାରୋପି ସତ୍ୟ ଧର୍ମଂ ଦ୍ୱୟଂ ସ୍ଥିରଃ।
କ୍ଷଣ ଭଙ୍ଗୁର ସଂସାର ଭିତରେ ମାଲ କୌଣସି କଥାର ଦୀର୍ଘସ୍ଥାୟୀ ନାହିଁ। ନା 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 ସମସ୍ତେ ଅଳ୍ପ ସମୟ ପାଇଁ ଏ ସୃଷ୍ଟିକି ଆମେ ଆସିଛେ। କିଏ କେତେ ଦିନ ରହିବ ତା ଉପରେ ଗ୍ୟାରେଣ୍ଟି ନାହିଁ। ହୁଏତ ଆମେ ମାନେ ବର୍ତ୍ତମାନର ମୁହୂର୍ତ୍ତରେ ଏଠି ବସିଛେ, ଗୋଟିଏ ମୁହୂର୍ତ୍ତ ପରେ ଆଚ୍ଛା କାହାର କଣ ହବ ମା ଆମେ କେହି କହିପାରିବାନି। ନା ନା ସବୁ ସେଇ ବିଶ୍ୱ ନିୟମ ତାଙ୍କର ନିର୍ଦ୍ଦେଶରେ ଅଛି। ଏଣୁ ନସ୍ତିରଂ ଜୀବିତାଇ ଲୋକେ, ଲୋକ ଏ ଧରାରେ ଚିରସ୍ଥାୟୀ ନୁହଁ। କାହିଁକି ନୁହଁ? ମେହେର ଆପଣ ମାନଙ୍କର କହିଲେ କଣ କହିଲେ? କହିଲେ ଚିରସ୍ଥାୟୀ ନୁହେଁ ଶରୀର ପାଦ ଚିରସ୍ଥାୟୀ ନୁହେଁ ଶରୀର ପାଦ ଭବତ ରଙ୍ଗିଣୀ କୂଳେ ଭବତ ରଞ୍ଜିନୀ କୂଳେ ପ୍ରାଣ ମୂଳ ମାଟି ଧୌତ ହୋଇଗଲେ ତାର ମୂଳ ମାଟି ଧକ ହୋଇଗଲେ ପ୍ରାଣ ମୂଳ ମାଟି ଧୌତ ହୋଇଗଲେ ତାର ମୂଳ ମାଟି ଧକ ହୋଇଗଲେ ଆରେ ଭାସି ଯାଏ କାଳ ନୀଳେ। চিরস্থায়ী নୁହେଁ ଶରୀର ପାଦପ ଭବ ତରଙ୍ଗିଣୀ କୂଳେ। କୁଳେ ଭବ ଭବ କହିଲେ ସଂସାର, ତରଙ୍ଗିଣୀ କହିଲେ ନଈ। ସଂସାରଟା କଣ ନା ନଈ। ଇଏ ସଂସାର ରୂପକ ନଦୀର ଅବବାହିକାରେ ଇଏ ଜୀବରୂପୀ ଦ୍ରୁମଟିଲୋମା ଦଣ୍ଡାୟମାନ। ଏଣୁ ପ୍ରାଣ କିଏ? ସେ ପ୍ରାଣ ଜୀବନ ପ୍ରାଣ ହଉଛି ଆର ମୂଳ। ମୂଳ ମୂଳ କିଏ? ମାଟି 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 ମାଟିଟି ହଉଛି ଆର ପ୍ରାଣ। ଆରେ ଖର ସ୍ରୋତରେ ମୂର୍ତ୍ତିକାର ସ୍ଥିତି ଆଜ୍ଞା କେତେ ସମୟ? ଅଳ୍ପ ସମୟ ଝର ପାଖରେ ସ୍ରୋତ ପାଖରେ ଯଦି ମାଟିକି ଆମେ ଧୋଇବା ମା ହବ କଣ? ଢେଉ ବାଜିକିରି ଧୋଇଯିବ। ମାଟି ଧୋଇ ହେଇଯିବନି। ଧୋଇଯିବ ଯଥା ତେଣୁ ସମୟ ରୂପକ ସ୍ରୋତରେ ସଂସାର ରୂପକ ନଦୀର ଇଏ ମାନବ ରୂପୀ ବୃକ୍ଷ ଅନବରତ ତାର ପ୍ରାଣ ମୂଳ ମାଟି ଧୋଇ ହେଇ ହେଇ ଚାଲିଛି। ତେଣୁ କେହି ଦୀର୍ଘ ଦିନ ପର୍ଯ୍ୟନ୍ତ ରହିନାହାନ୍ତି କି କେହି ରହିବେ ନାହିଁ। ଯାହାର ଯେତେବେଳେ ସମୟ ଆସିବେ ଚାଲିବେ ଆଉ ଯେମିତି ମୂଳରୁ ମାଟି ଚାଲିଗଲେ ଗଛଟା ପାଣିରେ ମା ହବ କଣ? ପଡିଯିବ, ଭାସିବ। ଭାସି ଗଲା ଆମେ ବି ସେମିତି ହବା। ଆଚ୍ଛା ତେଣୁ ଏବେ ବି ସମୟ ଅଛି, ନିଜକୁ ସମର୍ପି ଦିଅ ସେଇ ବିଶ୍ୱ ଚିନ୍ତାମଣି ନିକଟରେ। ଆଜ୍ଞା ହଁ ଚାଲ ଚାଲ ଆଜ୍ଞା ଏଗୁଡା ମୋ ଘର କଥା ନୁହେଁ, ଇଏ ବି ସେଇ ପୁରାଣ କଥା। ଆପଣ ଶୁଣନ୍ତୁ, କାହାଣୀ ତ ମୁଁ ତା ଭିତରେ କହି କହି ଚାଲିବି, କାହାଣୀ ବି ତା ଭିତରେ ଚାଲିବ। ଆପଣ ବସନ୍ତୁ, କୋଉ କଥା ଶୁଣିବେ କୁହନ୍ତୁ, ମୁଁ ସେଇ କଥା ଆଣିକି ଯିବି ହେରି। କିନ୍ତୁ ମୁଁ ଚଲେଇଛି ସେଇ ବାଟକୁ। ମୋର ଲକ୍ଷ୍ୟ ଅଛି, ମୋ ମା ମାନେ ବସୁଛନ୍ତି, ମା ମାନଙ୍କ ପାଇଁ ନିଶ୍ଚିତ ଗୋଟିଏ କାହାଣୀ ଦରକାର। ସୁନ୍ଦର କାହାଣୀ ଟିକେ କହିବି ବୋଲି ମୁଁ କହିଛି, କିନ୍ତୁ ମୁଁ ସେ ପର୍ଯ୍ୟନ୍ତ ନେଲେ ଆଉ ଆମେ ତ ଯୋଉ ଇଏ